नमस्कार मु हर्ष परिछा मोर यूट्यूब चैनल को आपण मानक स्वागत जनावि। এই ভিডিওରେ ଆମେ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆମେ ଆଲୋଚନା କରିବା ହିମାଚଳ ପ୍ରଦେଶର। ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ନୂତନ ନୂତନ ଇନ୍ସପିରେସନ ଯୋଗୁଛି ନୂଆ ନୂଆ ଭିଡିଓ ବା ନୂଆ ନୂଆ ତଥ୍ୟ ନେଇକି ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆମେ ଆଲୋଚନା କରିବା। ଗତକାଲି ଯୋଉ ଲଗାଣ ବର୍ଷା ବାଦଲ ଫଟା ଲଗାଣ ବର୍ଷା ହେଇଛି ତାରି ପ୍ରଭାବରେ ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ ହେଇଛି। ଯୋଉ ଭୂସ୍ଖଳନ ଦ୍ଵାରା ଯୋଉମାନେ ଘର ଭିତରେ ଥିଲେ ବା ଘର ଭିତରେ ଶୋଇଥିଲେ ବା ବିଶ୍ରାମ କରୁଥିଲେ ସେଇ ସମୟରେ ହଠାତ୍ ଗଛପତ୍ର ଏବଂ ୱାଟର ଫ୍ଲୋ ଚାଲିଛି, ଗଛପତ୍ର ପୁରା ଭାସିକି ଆସୁଛି। ତ ୟାରି ଭିତରେ ଆପଣଙ୍କର ପାଞ୍ଚଟି ଘର ୱାଶ ହେଇଯାଇଛି, ପାଞ୍ଚଟି ଘର ୱାଶ ହେଇଯାଇଛି ଏବଂ ପାଞ୍ଚଟି ଘର ଭିତରୁ କିଏ କିଏ ଥିଲେ କଣ ଥିଲେ ତାର ତମାମ ବିବରଣୀ ଆମେ ଆଲୋଚନା କରିବା ପୂର୍ବରୁ ଆମେ ଦେଖିବା ଯୋଉ ପ୍ରାକୃତିକ ବିପର୍ଯ୍ୟୟ ହେଇଛି, ଯାହା ମହା ପ୍ରାକୃତିକ ବିପର୍ଯ୍ୟୟ କହିଲେ କିଛି ଅତ୍ୟୁକ୍ତି ହବ ନାହିଁ ବା କୌଣସି ଭୁଲ ହବ ନାହିଁ। କାରଣ ସମସ୍ତେ ଅଛନ୍ତି କିନ୍ତୁ ହଠାତ୍ ଆପଣଙ୍କର ଏଇ ଲଗାଣ ବାଦଳ ଫାଟା ବର୍ଷା ଯୋଗୁ ବା ଆପଣଙ୍କର ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଆପଣଙ୍କର ଏଇଭଳି ଏକ ଗଛ ପତ୍ର ଧରିକି ବା ଆପଣଙ୍କର ପାଣି ହଠାତ୍ ଭୂମି ଫାଟିକି ଆପଣଙ୍କର ପାଣି ବାହାରି ଆସୁଛି, ବିପାତ କରୁଛି ଏବଂ ସେଥିରେ ଆପଣଙ୍କର ଗଛ ପତ୍ର ସବୁ ଭାସିକି ପାହାଡ ସବୁ ଧସେଇ ହେଇକି ଆସୁଛି। ଏବଂ ଯାହାରି ଫଳରେ ବର୍ତ୍ତମାନ ସମୟରେ ଆମେ ଯଦି କହିପାରିବା ହିମାଚଳ ପ୍ରଦେଶରେ ଭୟଙ୍କର ସ୍ଥିତି ଉପୁଜିଛି। ଯାହା ଗତକାଲିର ତାଜା ସୂଚନାକୁ ନେଇକି ବର୍ତ୍ତମାନ ଆଜିର ଯାହା ତାଜା ସୂଚନା ଅଛି ସେଥିରେ 5 ଜଣଙ୍କର ମୃତ୍ୟୁ ହେଇଯାଇଛି। ଯୋଉ ଭୂସ୍ଖଳନ ହେଇଛି ସେ ଭୂସ୍ଖଳନ ଫଳରେ ଆପଣଙ୍କର 5 ଜଣଙ୍କର ମୃତ୍ୟୁ ହେଇଛି। ସେଇ ମୃତ୍ୟୁରେ ଆପଣଙ୍କର ଗତକାଲି ସୁଦ୍ଧା ଯାହା କୁହାଯାଉଥିଲା ଆପଣଙ୍କର 120 ବା 1200 ରୋଡ ଇନକ୍ଲୁଡିଂ ଆପଣଙ୍କର 5ଟି ହାଇୱେ ଆପଣଙ୍କର ନଷ୍ଟ ହେଇଯାଇଛି ବା ଆପଣଙ୍କର ପ୍ରତିବନ୍ଧକ ସୃଷ୍ଟି ବା ମାଟି ଅତଡ଼ାରେ ପୋତି ହେଇଯାଇଛି। କିନ୍ତୁ ଆଜିର ଯାହା ତାଜା ନ୍ୟୁଜ୍ ପ୍ରକାରେ ଆପଣଙ୍କର 1270ଟି ଆପଣଙ୍କର ରୋଡ ଇନକ୍ଲୁଡିଂ 5ଟି ନ୍ୟାସନାଲ ହାଇୱେ ଆପଣଙ୍କର ବାଧାପ୍ରାପ୍ତ ହେଇଛି ବା ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛି ବା ଡିଷ୍ଟ୍ରାକ୍ଟିଂ ହଉଛି। ଏହି ପରିପ୍ରେକ୍ଷୀରେ ଆପଣଙ୍କର ୱାଟର ସପ୍ଲାଏ ମଧ୍ୟ ଯେତେ ସବୁ ପ୍ରୋଜେକ୍ଟ ଥିଲା ୱାଟର ସପ୍ଲାଏ ପ୍ରୋଜେକ୍ଟ, ସେ ୱାଟର ସପ୍ଲାଏ ପ୍ରୋଜେକ୍ଟ ମଧ୍ୟ ଆପଣଙ୍କର ନଷ୍ଟ ହେଇଯାଇଛି। ତା ଉପରେ ମଧ୍ୟ ଆମେ ଆଲୋଚନା କରିବା। କିନ୍ତୁ ଦୁଃଖର ବିଷୟ ହେଲା ଯେ ନିଜର ସ୍ତ୍ରୀ ଏବଂ 10 ବର୍ଷର ଝିଅକୁ ଧରିକି ଗୋଟେ ପରିବାର ଗୋଟେ ଫ୍ୟାମିଲିରେ ଶୋଇଥିଲେ। ସେଇଟା ହଉଛି ଆପଣଙ୍କ ସିମଲା ଡିଷ୍ଟ୍ରିକ୍ଟର ଜୋଆଙ୍ଗରେ। କିନ୍ତୁ ହଠାତ୍ ଯେତେବେଳେ ଆପଣଙ୍କର ଲ୍ୟାଣ୍ଡସ୍ଲାଇଡ୍ ହେଇଗଲା, ଲ୍ୟାଣ୍ଡସ୍ଲାଇଡ୍ ହେବା ଫଳରେ ବାପା ଏବଂ 10 ବର୍ଷର ଝିଅ ସେଇ ଲ୍ୟାଣ୍ଡସ୍ଲାଇଡ୍ ରେ ମରିଗଲେ। ଏବଂ ସେ ବାପାଙ୍କର ନାମ ଥିଲା ଆପଣଙ୍କର ବୀରେନ୍ଦ୍ର କୁମାର, ଯାହାଙ୍କୁ ଆପଣଙ୍କର 35 ବର୍ଷ ଏବଂ ଝିଅର ନାମ ଥିଲା ଆପଣଙ୍କର ଚୁଟକି। ତ ଏଇ ପରିପ୍ରେକ୍ଷୀରେ ତାଙ୍କ ୱାଇଫ ବଞ୍ଚିଗଲେ। ୱାଇଫ ବଞ୍ଚିଯିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେଇ ସମୟରେ ୱାଇଫଟି ଘରୁ ବାହାରିଥିଲେ ଏବଂ ସେଇ ସମୟରେ ହିଁ ଲ୍ୟାଣ୍ଡସ୍ଲାଇଡ୍ ହେଇଛି ଏବଂ ସେ ଘରକୁ ଯିବେ କି ସେ ପଦାରେ ରହିବେ ସେଇଟା ସେ ବୁଝିପାରିଲେନି, ଯାହାର ଫଳରେ ତାଙ୍କର ସ୍ୱାମୀ ଏବଂ 10 ବର୍ଷର ଝିଅଟି ମୃତ୍ୟୁବରଣ କରିଛନ୍ତି। ଏବଂ ଆହୁରି ଗୋଟେ ଏଇ ଯୋଉ ଘଟଣା ଘଟିଛି ଆପଣଙ୍କର ଯାହାକି ଚୋଲ ଭିଲେଜର କଟଖାଇ, ଯୋଉଟା ସିମଲା ଡିଷ୍ଟ୍ରିକ୍ଟର ଚୋଲ ଭିଲେଜର କଟଖାଇ, ସେଥିରେ ମଧ୍ୟ ଆଉ ଜଣେ ବୃଦ୍ଧା ସ୍ତ୍ରୀ ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏଇ ଭୂସ୍ଖଳନ ଯୋଗୁଁ ଜଣେ ବୃଦ୍ଧା ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏବଂ ସିମଲାରେ ଆପଣଙ୍କର 23 ବର୍ଷର ଜଣେ ମହିଳା, 23 ବର୍ଷର ଜଣେ ସ୍ତ୍ରୀ ଲୋକଟି ଆପଣଙ୍କର ଏଇ ଲ୍ୟାଣ୍ଡସ୍ଲାଇଡ୍ ରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଦୃଶ୍ୟ ଅତି ଭୟାନକ, କାରଣ ଯେତେବେଳେ ଲ୍ୟାଣ୍ଡସ୍ଲାଇଡ୍ ହେଇଗଲା ସେ ସେତେବେଳେ ଘରେ ଶୋଇଥିଲେ ବା ଘରେ ଥିଲେ, ଠିକ ସେଇ ସମୟରେ ଆପଣଙ୍କର କାନ୍ଥ ଭୁଷୁଡି ଗଲା, ଅର୍ଥାତ୍ କାନ୍ଥଟି କୋଲାପ୍ସ ହେଇଗଲା। କାନ୍ଥ ଯେତେବେଳେ କୋଲାପ୍ସ ହେଇଗଲା ସେ 23 ବର୍ଷିଆ ସ୍ତ୍ରୀ ଲୋକଟି ମୃତ୍ୟୁବରଣ କଲା। ତତ୍ସଙ୍ଗେ ସଙ୍ଗେ ସେଇ ସମାନ ସର୍କମଷ୍ଟାନ୍ସ ରେ ଆପଣଙ୍କର 37 ବର୍ଷର ଜଣେ ଆଉ ଜଣେ ଓଲ୍ଡ ମାନେ କଣ ବୃଦ୍ଧା ସ୍ତ୍ରୀ, ସେ ମଧ୍ୟ ସେଇ ସମାନ କାନ୍ଥ ଭୁଷୁଡିକି ମରିଯାଇଛି। ସେଇଟା ହଉଛି ଆପଣଙ୍କର ଚୌରାଙ୍ଗ ଭିଲେଜର ଆପଣଙ୍କର ନହରାଧାର, ଚୌରାଙ୍ଗ ଭିଲେଜର ନହରାଧାର ତହସିଲର ଆପଣଙ୍କର ଶ୍ରୀରାମପୁର ଡିଷ୍ଟ୍ରିକ୍ଟ, ଯୋଉଟା କି ଆପଣଙ୍କର ସେ ସ୍ତ୍ରୀ ଲୋକଟି ଆପଣଙ୍କର ତା ନାଁ ଥିଲା ଆପଣଙ୍କର ଶିଲା ଦେବୀ। ଯୋଉ ଶିଲା ଦେବୀ ତାଙ୍କର କାହା ସହିତ ଶୋଇଥିଲେ ନା ନିଜର ସ୍ୱାମୀ ଏବଂ ନିଜର ପୁଅ ଝିଅ ମାନଙ୍କ ସହିତ ସେ ଶୟନ କରିଥିଲେ। ଠିକ ସେଇ ସମୟରେ ଆପଣଙ୍କର ଲ୍ୟାଣ୍ଡସ୍ଲାଇଡ୍ ହେଇଗଲା। ଲ୍ୟାଣ୍ଡସ୍ଲାଇଡ୍ ଯେତେବେଳେ ହେଇଗଲା ତାଙ୍କ ସ୍ୱାମୀ କଣ କଲେ, ସ୍ୱାମୀଟି ପିଲାମାନଙ୍କୁ ବଞ୍ଚେଇବାକୁ ଚେଷ୍ଟା କଲେ ଏବଂ ପିଲାମାନଙ୍କୁ ବଞ୍ଚେଇ ପାରିଲେ, କିନ୍ତୁ ଶିଲା ଦେବୀ ଆଉ ବଞ୍ଚି ପାରିଲେନି। ସେ 37 ଇୟର୍ସ ହେଇଥିଲା ତାଙ୍କୁ ଏବଂ ସେ ବଞ୍ଚି ପାରିଲେନି, ସେ ଲ୍ୟାଣ୍ଡସ୍ଲାଇଡ୍ ରେ ମୃତ୍ୟୁବରଣ କଲେ। ତ ଏଇ ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା
ହିମାଚଳ ପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର 355 ଆଜିର ତାଜା ଚିତ୍ର ଅନୁସାରେ ବା ତାଜା ସୂଚନା ଅନୁସାରେ 355 ଜଣ ଆପଣଙ୍କର ଏଇ ଲ୍ୟାଣ୍ଡସ୍ଲାଇଡ୍ ଏବଂ ଲଗାଣ ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ତନ୍ମଧ୍ୟରୁ ଆପଣଙ୍କର କେବଳ ଲ୍ୟାଣ୍ଡସ୍ଲାଇଡ୍ରେ 355ରୁ ଲ୍ୟାଣ୍ଡସ୍ଲାଇଡ୍ରେ କେବଳ ଆପଣମାନଙ୍କର 194 ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଆପଣଙ୍କର 367 ପିପୁଲ ଯୋଉଟା କି ଆପଣଙ୍କର ପ୍ରକୃତ ପକ୍ଷେ ଏଇ ଯୋଉ ଆସୁଛି ମହାପ୍ରାକୃତିକ ବିପର୍ଯ୍ୟୟ ଚାଲିଛି ବର୍ତ୍ତମାନ ଉତ୍ତର ଭାରତରେ ତନ୍ମଧ୍ୟରୁ ହିମାଚଳ ପ୍ରଦେଶରେ ସେଥିମଧ୍ୟରେ ଆପଣଙ୍କର 337 ଜଣ ଆପଣଙ୍କର ଇଞ୍ଜୁର୍ଡ ହେଇଛନ୍ତି ଏବଂ ବିଭିନ୍ନ ମେଡିକାଲରେ ବା ବିଭିନ୍ନ ହସ୍ପିଟାଲରେ ବା କ୍ଲିନିକରେ ସେମାନେ ଆପଣଙ୍କର ଚିକିତ୍ସିତ ହଉଛନ୍ତି। ତ ତନ୍ମଧ୍ୟରୁ 49 ଲୋକମାନେ ବର୍ତ୍ତମାନ ସୁଦ୍ଧା ଏଇ ଯୋଉ 355 ମୃତ୍ୟୁବରଣ କରିଛନ୍ତି ଏବଂ ଆପଣଙ୍କର ତନ୍ମଧ୍ୟରୁ ଭୂସ୍ଖଳନରେ କେବଳ ଆପଣଙ୍କର 194 ବାକି ତକ ଆପଣଙ୍କର ବନ୍ୟା ବୋଲନ୍ତୁ ବାକି ତକ ଆପଣଙ୍କର ଘଡଘଡି ବୋଲନ୍ତୁ ଆପଣଙ୍କର ଚଡକ ଦୁର୍ଘଟଣା ବୋଲନ୍ତୁ ଏଇ ସମସ୍ତେ ଏରେ ସେମାନେ ମୃତ୍ୟୁବରଣ କରିଛନ୍ତି ଏବଂ ଆପଣଙ୍କର 367 ଜଣ ଆପଣଙ୍କର ଇଞ୍ଜୁର ହେଇକି ଆପଣଙ୍କର ଚିକିତ୍ସିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆପଣଙ୍କର ବର୍ତ୍ତମାନ ସୁଦ୍ଧା ଆଜିର ତାଜା ସୂଚନା ଅନୁସାରେ 49 ଲୋକ ଅର୍ଥାତ 49 ଲୋକ ଆପଣଙ୍କର ମିସିଂ ଅଛନ୍ତି। ଯାହାକି ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାକୁ ଗଲେ ଆପଣଙ୍କର 1290 ଘର ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣଙ୍କର ସମ୍ପୂର୍ଣ୍ଣ ମାତ୍ରାରେ କଲାପ୍ସ ହେଇଛି ବା ଡେଷ୍ଟ୍ର ହେଇଛି ବା ଭାଙ୍ଗି ଭାଙ୍ଗି ଚୁରୁମାର ହେଇଯାଇଛି ଏବଂ ଆପଣଙ୍କର 3850 3,850 crore ଟଙ୍କାର କ୍ଷୟକ୍ଷତି ହେଇଛି ଯାହା ହିମାଚଳ ପ୍ରଦେଶରେ ଯାହା ସୂଚନା ଆସୁଛି ବର୍ତ୍ତମାନ ପରିପ୍ରେକ୍ଷୀରେ ତାଜା ସୂଚନା ଯେ ପ୍ରଶାସନ ତରଫରୁ ଆପଣଙ୍କର 3,850 କୋଟି ଟଙ୍କା ଯାହା କ୍ଷତି ହେଇଛି ବର୍ତ୍ତମାନ ପରିପ୍ରେକ୍ଷୀରେ ଯାହା ଆପଣଙ୍କର ୱାଟର ସ୍କିମ୍ ବୋଲନ୍ତୁ ରୋଡ ବୋଲନ୍ତୁ ବା ଘର ଦ୍ୱାର ବୋଲନ୍ତୁ ବା ବିଭିନ୍ନ ପ୍ରକାର ଯୋଉ ସବୁ ବନ୍ୟ ପଶୁ କ୍ଷମା କରିବେ ପ୍ରାଣୀ ଯୋଉଟା କି ଆପଣଙ୍କର ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ଆପଣଙ୍କର ସେଥିରେ ମୃତ୍ୟୁବରଣ କରିଛନ୍ତି ଯାହାର କଳନା କରିକି ପ୍ରାଇମେରୀ କଳନା କରାଯାଇଛି ଆପଣଙ୍କର 3,850 crore ଟଙ୍କା ଲସ୍ ହେଇଛି। ତ ଏଇ ପରିପ୍ରେକ୍ଷୀରେ ଆଉ କିଏ କିଏ ମୃତ୍ୟୁବରଣ କରିଛନ୍ତି ଦେଖନ୍ତୁ ଜଣେ ଏଇ ଯୋଉ ଆସୁଛି ଆପଣଙ୍କର 6ଟି ଘର ଏଇ ଲଗାଣ ବର୍ଷା ବାଦଲ ଫଟା ଲଗାଣ ବର୍ଷା ଚାଲି ରହିଛି। ତ ଏଇ ସମ୍ବାଦ ଯୋଉ ଲଗାଣ ଫଟା ବାଦଲ ଫଟା ବର୍ଷା ବା ଲଗାଣ ବର୍ଷା ଚାଲି ରହିଛି ଏଇ ପରିପ୍ରେକ୍ଷୀରେ ଆପଣଙ୍କର 6ଟି ଘର ଏବଂ 15ଟି ଗୁହାଳ ସମ୍ପୂର୍ଣ୍ଣ ମାତ୍ରାରେ ୱାଶ ହେଇଯାଇଛି। 6ଟି ଘର 15ଟି ଗୁହାଳ ଏବଂ ସେଇଟା କୋଉଠି ହେଇଛି ନା ସଜନପୁର ସବ ଡିଭିଜନର ଆପଣଙ୍କର ହମିରପୁର ଡିଷ୍ଟ୍ରିକ୍ଟରେ ବା ଏଇ ହିମାଚଳ ପ୍ରଦେଶର ହମିରପୁର ଡିଷ୍ଟ୍ରିକ୍ଟରେ ସଜନପୁର ସବ ଡିଭିଜନରେ ଏଇ ଘଟଣାଟି ଘଟିଛି ଯାହାକି ଆପଣଙ୍କର ଯୋଉ ଘଟଣାଟି ବର୍ତ୍ତମାନ ପକ୍ଷରେ ବହୁତ ଦୁଃଖଦାୟକ ଘଟଣା ଏବଂ ଏଇ ପରିପ୍ରେକ୍ଷୀରେ ଆପଣଙ୍କର ପ୍ରତ୍ୟେକ ଯୋଉମାନଙ୍କର 6ଟି ଘର ଏବଂ ଯୋଉ 6ଟି ଘର ଏବଂ 15ଟି ଆପଣଙ୍କର ଯୋଉ ଅ, ଗୁହାଳ ଘର ଅର୍ଥାତ୍ କାଓ ସେଡ୍ ଆପଣଙ୍କର ଡେଷ୍ଟ ହେଇଛି ସେମାନଙ୍କ ପାଖକୁ ପ୍ରଶାସନ ପହଞ୍ଚିଛନ୍ତି ଏବଂ ପ୍ରତ୍ୟେକ ଘରକୁ ଆପଣଙ୍କର 25,000 ଟଙ୍କା ଲେଖାଏଁ ଆପଣଙ୍କର ସାହାଯ୍ୟ ପ୍ରଦାନ କରିଛନ୍ତି ଏବଂ ରିଲିଫ କ୍ୟାମ୍ପ ମଧ୍ୟ ସୃଷ୍ଟି ହେଇଛି ରିଲିଫ କ୍ୟାମ୍ପ ତିଆରି କରାଯାଇଛି। ରିଲିଫ କ୍ୟାମ୍ପରେ ଆପଣମାନଙ୍କର ଯୋଉମାନଙ୍କର ଘର ଦ୍ୱାର ନାହିଁ ବା ବାସଗୃହ ନାହିଁ ସେମାନଙ୍କୁ ରଖାଯାଇଛି ସେଥିରେ ସେମାନେ ସେମାନଙ୍କର ଖାଇବା ପିଇବା ସମସ୍ତ ବ୍ୟବସ୍ଥା ଏବଂ ପ୍ରାଥମିକ ଏଡ୍ସ ଯୋଉଟା କି ଆପଣଙ୍କ ଏଡ୍ ବ୍ୟବସ୍ଥା ଯୋଉଟା କି ଦିଆଯାଉଛି ପ୍ରାଥମିକ ଏଡ୍ ହେଲା ଆପଣମାନଙ୍କର ଚିକିତ୍ସା ଆପଣଙ୍କର ଔଷଧ ବୋଲନ୍ତୁ ବା ଆବଶ୍ୟକ ଜିନିଷ ଆପଣଙ୍କର ଚୁଡା ଗୁଡ ବୋଲନ୍ତୁ ବା ଶୁଖିଲା ଖାଦ୍ୟ ବୋଲନ୍ତୁ ବା ଆପଣଙ୍କର ରନ୍ଧା ଖାଦ୍ୟ ବୋଲନ୍ତୁ ବା ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ୍ଣ କରାଯାଉଛି ଏ ବିଷୟରେ ହମିରପୁର ଡିଷ୍ଟ୍ରିକ୍ଟର ଡେପୁଟି କମିଶନର ଅମରଜିତ ସିଂ ସେ ପ୍ରାଞ୍ଜଳ ଭାବରେ ସୂଚାଇ ଦେଇଛନ୍ତି ବା ସେ ନିଜର ବକ୍ତବ୍ୟ ରଖିଛନ୍ତି ବା କହିଛନ୍ତି ପ୍ରଶାସନ ତରଫରୁ ଅମରଜିତ ସିଂ ଆପଣଙ୍କ ଡେପୁଟି କମିଶନର ହମିରପୁର ଡିଷ୍ଟ୍ରିକ୍ଟର ସେ କହିଛନ୍ତି ଯେ ଯେ ସବୁ ଆପଣଙ୍କର ଗୃହହୀନ ହେଇଛନ୍ତି ବା ଆପଣଙ୍କର ଏଇ ଫ୍ଲାଡରେ ବା ଭୂସ୍ଖଳନରେ ଯୋଉ ସବୁ ଗୃହ ନାହିଁ ଯାହାର ସେମାନଙ୍କୁ ଆପଣଙ୍କର ବର୍ତ୍ତମାନ ସୁଦ୍ଧା ଆପଣଙ୍କର ରଖାଯାଇଛି ଯୋଉଠି ରିଲିଫ କ୍ୟାମ୍ପ ରଖାଯାଇଛି ଟେଣ୍ଟ ରିଲିଫ କ୍ୟାମ୍ପରେ ସ୍ଥାୟୀ ରିଲିଫ କ୍ୟାମ୍ପ ଏବଂ ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖାଯାଇଛି ଏବଂ ସେମାନଙ୍କର ସମସ୍ତ ଆବଶ୍ୟକତା ଯାହା ପଡୁଛି ବର୍ତ୍ତମାନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସେମାନଙ୍କୁ ଦିଆଯାଉଛି ପ୍ରଶାସନଙ୍କ ତରଫରୁ ସେମାନଙ୍କର ସମସ୍ତ ବ୍ୟବସ୍ଥାକୁ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆପଣମାନେ ଜାଣିଥିବେ ଯେ ବିଭିନ୍ନ ଶିକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ବା ଇନଷ୍ଟିଟ୍ୟୁସନ ଗୁଡାକ ସ୍କୁଲ କଲେଜ ସମସ୍ତ ଆପଣଙ୍କର ଭୂସ୍ଖଳନରେ ଆପଣଙ୍କର ସମସ୍ତ ଧୋଇ ହେଇଯାଇଛି। ତ ୟାରି ପରିପ୍ରେକ୍ଷୀରେ ପ୍ରଶାସନ ସେମାନଙ୍କୁ କହିଛନ୍ତି ମାନେ ଶିକ୍ଷକ ମାନଙ୍କୁ ଇନଷ୍ଟ୍ରକ୍ସନ ଦେଇଛନ୍ତି ଯେ ଅନଲାଇନ ର ବ୍ୟବସ୍ଥା କରିବାକୁ ପଡିବ ଶିକ୍ଷାର ବ୍ୟବସ୍ଥା କାରଣ ଶିକ୍ଷା ଏଇଭଳି ଭାବରେ ବାଧାପ୍ରାପ୍ତ ପୁରା ଦିନକୁ ଦିନ ଧରି ବା ସପ୍ତାହକୁ ସପ୍ତାହ ଧରିକି ମାସ ତମାମ ଏଇଭଳି ଲାଗି ରହିଲେ ଅସୁବିଧା ସୃଷ୍ଟି ହବ ପଢା କ୍ଷେତ୍ରରେ ବା ଶିକ୍ଷା କ୍ଷେତ୍ରରେ ତେଣୁକରି ପ୍ରଶାସନ ସମସ୍ତ ଶିକ୍ଷକ ମାନଙ୍କୁ ଅନଲାଇନ କ୍ଲାସ କରିବା ପାଇଁ ଇନଷ୍ଟ୍ରକ୍ସନ ଦେଇଛନ୍ତି ଆଉ ତଦନୁସାରେ ବର୍ତ୍ତମାନ ଯୋଉ ଯୋଉ ଇଲାକାରେ ଆପଣଙ୍କର ଫ୍ଲାଡ ବା ଭୂସ୍ଖଳନ ଆଫେକ୍ଟେଡ ହେଇଛନ୍ତି ସେଇ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଯୋଉ ଜାଗାରେ ପ୍ରଯୁଜ୍ୟ ବା ହେଇପାରୁଛି
समुचित व्यवस्था हो पार्छ से जगह ऑनलाइन क्लासेस निया जाउछि। तो यही परिप्रेक्षी में आपणकर हमीरपुर हिमाचल प्रदेश एसईओ कहवा प्रकार वर्तमान सुधा आपण मानकर 1277 रोड बर्तमान ब्लॉक अच्छी एवं एथिमध्यरु 1277 रोड ब्लॉक मध्यरु आपनकर हाईएस्ट है आपनकर 267 सिमला रे सिमला रे। तो यही मध्यरु आपण मानकर 790 वाटर स्कीम 790 वाटर स्कीम संपूर्ण मात्रा रे नष्ट हो जाइछि बा आपनकर ड्रेस्ट हो जाइछि। एवं एई जो लगाण वर्षा बा आपनकर बादल फटा लगाण वर्षा जकु आपनकर 790 आपनकर वाटर प्रकल्प बा जल प्रकल्प संपूर्ण मात्रा रे नष्ट हो जाइछि। एवं यारी परिप्रेक्षी रे प्रशासन बा आपनकर राज्य प्रशासन जिला प्रशासन मिलित आकार आपनकर 278 वाटर स्कीम से माने रेस्टोरेशन कर सारे वर्तमान सुधा। तो यही मध्य 200 जो 78 वाटर कर सारी से मध्य आपनकर सिमला डिस्ट्रिक्ट अच्छी 212 एवं इन अच्छी आपनकर 212 हूँ आपनकर क्षमा करेंगे 212 हूँ कंग्रारे एवं 100 हूँ आपनकर चांबारे एवं 61 आपनकर मंडी डिस्ट्रिक्ट रे एवं 54 हमीरपुर डिस्ट्रिक्ट रे एवं 39 आपनकर कुल्लू डिस्ट्रिक्ट रे एवं 14 सालन रे एपरि भाव में आपनकर जो सब वाटर बा जल प्रकल्प नष्ट होता लोक मैंने पीवा पानी पाई पार नथिले तार तमाम विवरणी मु आपण सम्मुखें रखिली। तो यही हूँ प्रकृत पक्षे ताजा चित्र जोटा कि आपनकर हिमाचल प्रदेश रे जहाँ वर्तमान घटी आसी वर्तमान सुधा लगाण वर्षा रे बाधा प्राप्त होईछि जीवा आसबारे बा लोक मानकु साहाय्य सहानुभूति करिबारे बा लोक मानकु जो माने तळे अंचल अछंती से मानकु ऊपर को आनिकी बा थैथान करिबा बा आपनकर जोठी रिलीफ कैंप अछि रिलीफ कैंप रे थैथान करिया पई विशेष असुविधा होछि कारण जो भूस्खलन है भूस्खलन हठात लोक अच्छा वर्षा चली मूषलधार प्रबल वर्षा बर्षुची एवं बादल फटा वर्षा लगाण वर्षा चली समय हठात गोटे दृश्य आसीगला जे पानी भूमि फाटी जाइए पानी पूरा एकदम बही आसी से पानी रे कौन कौन आसी माटी अतड़ा सहित पहाड़ बा पत्थर बा गछपत्र इत्यादि समस्त आसुची जहाँकि दुर्भाग्यर कथा बहुत दुर्भाग्य कथा एवं अचानक भयंकर दृश्य जो दृश्य को देखिले आपण माने वीडियो क्लिप द्वारा देखि पाउथिबे जो दृश्य की भयंकर हृदय विदारक घटना जोटा हिमाचल प्रदेश में वर्तमान जो भूस्खलन जो सब गतकाली कहुला 5 जन आपणकर जो थिले घर भितर से माने अच्छी निरापद अच्छा किंतु आज ताजा सूचना अनुसार 5 जन कौन से 5 जन समस्त मृत्युपूर्ण कर सहित आउरी 6 जन मृत्युवरण कर। तो यारी परिप्रेक्षी वर्तमान सुधा आम जहाँ आलोचना करुले वर्तमान हिमाचल प्रदेश रे मृत्यु संख्या 355 को स्पर्श कर टच कर 355 एवं कहवा गले आपणकर वर्तमान सुधा 1290 घर आपनकर डेस्ट्रॉय हो जाइए बा पूरा वाश हो जाइए 1290 घर अर्थात 12 क्षमा करेंगे 12,090 12,090 घर 12,900 घर 12,900 घर आपनकर संपूर्ण मात्रा रे डेस्ट्रॉय होइछि को बन्या जोगु एवं आपनकर भूस्खलन जोगु बा विभिन्न आपनकर घड़घड़ी चड़क दुर्घटना जोगु एई जो घर द्वार बा आपनकर जो सब घर सब नष्ट हो जाइए से थैथान वर्तमान सरकार करछंती सरकार से समस्त आवश्यकता पूर्ण करछंती एवं किछि किछि जगह रे जहाँ मु आपण मान सहित आलोचना करथिली 25,000 टंका लेखे देइछंती टोटाली जदि घर किछि नाही 25,000 देई से थैथान करिया पे व्यवस्था करछंती एवं समाजर मुख्य स्रोत रे से जेमति सामिल हेबे सेति पई से समस्त आवश्यकता पूर्ण करिया पे जिला प्रशासन बा राज्य प्रशासन वर्तमान तागिद करछंती बा समस्त कार्यक्रम को आगु नौछंती। तो वर्तमान परिप्रेक्षी जो अच्छी आपनकर रिलीफ कैंप से विभिन्न प्रकार वॉलंटियर्स माने अच्छंती बा ऑर्डर टीम बा आपनकर जिला प्रशासन विभिन्न संगठन से कार्यक्रम करछंती। तो यही भिडियोटी आपण माने निश्चित भाव देखिथिबे एवं यही हृदय विदारक भिडियो जहाँकि फ्लड बा भूस्खलन द्वारा हिमाचल प्राय 11 जन लोक गतकाल ठारू आज पर्यंत मृत्युवरण कर दृश्य आपण माने निजे देखुथिबे एई जो वीडियो क्लिप मान द्वारा। तो एटा गोटे हृदय स्पर्श एवं स्पर्शकातर हृदय विदारक घटना जहाँकि आम कहे प्राकृतिक विपर्य एटा को महाप्राकृतिक विपर्य कहले भी किसी अत्युक्ति हेबनी। तो वीडियो देखते मुझे आपको धन्यवाद दूची एवं अनुरोध करछि बहु मात्रा रे लाइक शेयर सब्सक्राइब करी अनुरोध करछि। नमस्कार।